नमस्कार। ମୁଁ ମନୋରମା ମିଶ୍ର, ନୀଳାଦ୍ରି ବିହାର, ଭୁବନେଶ୍ୱର। ମୋର ଗଳ୍ପର ଶୀର୍ଷକ ସେଇ ଜହ୍ନ ରାତିର ସନ୍ଧାନେ। ଘରର ଝରକା ଦେଇ ଖଟ ସାରା ସୁନେଲି ଖରା ବିଛେଇ ହୋଇ ପଡ଼ିଛି। ଶୀତ ସକାଳଟା ଭାରି ଉଷୁମ ଲାଗୁଛି। ସକାଳର ନିତ୍ୟକର୍ମ ସାରି ସୂଚନା ଚା କପ୍ଟି ଧରି ଖଟ ଉପରେ ନୀରବରେ ବସିଛି ଅନେକ ବେଳୁ। ଏଇ ସମୟ ଭିତରେ ବୋଉ ଆସି ତା ଆଡ଼କୁ ଟିକେ ନଜର ପକାଇ ଦେଇ ଚୁପଚାପ ଆଲଣାରୁ ଶାଢ଼ୀଟି ନେଇ ଗାଧୋଇବାକୁ ଗଲା। ଭାଉଜ ଥରେ ଦୁଇଥର ଆସିଲେଣି କ'ଣ କାମରେ। ଶେଷ ଥର ଆସି ତାକୁ ଚା'ଟା ଥଣ୍ଡା ହେଉଛି ବୋଲି ମନେ ପକାଇ ଦେଇ ଗଲେଣି। ଭାଇ ବି ବାହାରୁ ପଚାରୁଛନ୍ତି ସେ କ'ଣ କରୁଛି। ସବୁ ଜାଣି ନ ଜାଣିଲା ଭଳି ସୂଚନା ବସିଛି। ଏତେ ବଡ଼ ଘଟଣା ପରେ ସେ ଜମା ମାସେ ହେଲା ଘରକୁ ଆସିଛି। ତେଣୁ ସମସ୍ତଙ୍କର ତା ପାଇଁ ବ୍ୟସ୍ତତା ରହିବ ନିଶ୍ଚୟ। କିନ୍ତୁ କେତେ ଦିନ? 2 ଦିନ ତଳେ ବୋଉ ଲୁହ ଛଳ ଛଳ ଆଖିରେ ବାପାଙ୍କୁ ବିରକ୍ତ ହୋଇ କହୁଥିବାର ସେ ଶୁଣିଲା। କେବେ କାହାରି କଥା ତମେ ଶୁଣିବନି। ଯେତେ ଭଲ ଘର ହେଉ, ପୁଅଟିର ତ ମିଲିଟାରୀ ଚାକିରି ଥିଲା ନା। କେତେ ସମସ୍ତେ ମନା କଲୁ। କାହାରି କଥା କ'ଣ ନ ଶୁଣି ଝିଅଟିକୁ ବୁଝାଇ ଦେଇ ବାହାଘର କରିଦେଲ। ଅଥଚ ଏବେ? ସୂଚନା ଲକ୍ଷ୍ୟ କଲା ବାପାଙ୍କ ମୁଣ୍ଡ ନୀରବରେ ଝୁଙ୍କି ପଡ଼ିଲା ଛାତି ଆଡ଼କୁ। ସତେ ଯେମିତି ସେ କହିବାକୁ ଚାହୁଁଥିଲେ ମୋତେ କିଏ ଦୋଷ ଦେବା ଆଗରୁ ମୁଁ ନିଜକୁ ବହୁତ ବଡ଼ ଦୋଷୀ ଭାବୁଛି। ବୋଉର ଦୁଃଖ ବି କିଛି କମ୍ ନୁହେଁ। କିନ୍ତୁ ତା ଦୁଃଖତକ କଥାରେ ବା ଲୁହରେ ପ୍ରକାଶିତ ହୋଇଯାଉଛି। ତେଣୁ ତା ଦୁଃଖର ବୋଝଟା ଧୀରେ ଧୀରେ ହାଲୁକା ହୋଇଯିବ। ହେଲେ ବାପା ଅବ୍ୟକ୍ତ ଦୁଃଖର ବୋଝକୁ ବୋହି ଭାଙ୍ଗି ପଡ଼ୁଛନ୍ତି। ବାପାଙ୍କର ଏ ଅବସ୍ଥା ଦେଖିବା ସୂଚନା ପକ୍ଷେ ଅସହ୍ୟ। ତେଣୁ ସେ ଦୀର୍ଘଶ୍ୱାସଟିଏ ପକାଇ ଚାଲି ଆସିଲା ସେଠାରୁ। ସୂଚନା କ'ଣ କେବେ ଭାବିଛି ବାପା ସେଠି ବାହା ଦେବାରୁ ଏମିତି ହେଲା ବୋଲି? ତନ୍ନ ତନ୍ନ କରି ବିବାହ ଦିନଠାରୁ ଆଜି ପର୍ଯ୍ୟନ୍ତ 2 ବର୍ଷ 5 ମାସର ସମସ୍ତ ଦିନର କଥା ମନେ ପକାଇଛି। କାହିଁ ଗୋଟିଏ ମୁହୂର୍ତ୍ତ ପାଇଁ ତ ସେ ଦୁଃଖ କରିନି କାହିଁକି ପ୍ରଭାତଙ୍କୁ ବାହା ହେଲା ବୋଲି। ବରଂ ପ୍ରତିଟି ମୁହୂର୍ତ୍ତ ତାର କଟିଛି ସ୍ୱପ୍ନର ଆବେଶ ମଧ୍ୟରେ। ବାହାଘର ପରେ ପ୍ରଭାତ 1 ମାସ ରହି ଚାଲି ଯାଇଥିଲେ। ପୁଣି 6 ମାସ ପରେ ଆସିଥିଲେ 15 ଦିନ ପାଇଁ। ତାପରେ 9 ମାସ ପରେ ଆସିଥିଲେ ମାସେ 8 ଦିନ। ଏଇ ହାତଗଣତି ଦିନର ସବୁ କଥା ସୂଚନା ମନେ ରଖିଛି। ଶ୍ୱଶୁରଙ୍କର ସହର ଘରଟି ତା କଳ୍ପନାଠାରୁ ଅନେକ ଦୂରରେ ଥିଲା ଏବଂ ସୁବିଧା ବି। ଘରେ ପ୍ରଭାତ, ତାଙ୍କର ବଡ଼ ଭାଇ, ଭାଉଜ, ବାପା, ବୋଉ। ବାସ୍। ବାହାଘର ପରେ ବଡ଼ ଭାଇ ଭାଉଜ ଚାଲି ଯାଇଥିଲେ ତାଙ୍କ କର୍ମସ୍ଥଳୀକୁ। ଦୂରରେ ଥିବାରୁ ଖୁବ୍ କମ୍ ଆସନ୍ତି ସେମାନେ। ଉପର ମହଲାରେ ଛାତକୁ ଲାଗି ଗୋଟିକିଆ ବଡ଼ ରୁମ୍ଟି ପ୍ରଭାତ ଏବଂ ସୂଚନାଙ୍କର ବେଡ୍ରୁମ୍ ଥିଲା। ଶାଶୁ ଶ୍ୱଶୁର ତଳେ ରହୁଥିଲେ। ଏଇ ଏକାନ୍ତ ନିବାସଟି ସେମାନଙ୍କର ଅଳ୍ପ ଦିନର ସମ୍ପର୍କକୁ ନିବିଡ଼ କରିବାରେ ବହୁତ ସାହାଯ୍ୟ କରିଥିଲା। ରାତିର ଅଧିକାଂଶ ସମୟ ସେମାନେ ରୁମ୍ ଭିତରେ ନ ରହି ଖୋଲା ଆକାଶ ତଳେ ଛାତରେ ବୁଲୁଥିଲେ। ଛାତରେ ଥିବା ସିମେଣ୍ଟ ବେଞ୍ଚଟିରେ ବସି ପାଖରେ ଲଟେଇଥିବା ଜୁଇ ଫୁଲର ସୁଗନ୍ଧ ଆଘ୍ରାଣ କରି ବିମୋହିତ ହୋଇଯାଉଥିଲେ। ବେଳେବେଳେ ଜହ୍ନ ଆଲୁଅରେ ଉଦ୍ଭାସିତ ଦୁଇଟି ଶରୀର ନିଜର ସତ୍ତା ଭୁଲି ପରସ୍ପରର ହୃଦୟର ସମୀକ୍ଷା କରି ପରିଚୟ ସାଉଁଟୁଥିଲେ। ସୂଚନାର କିଶୋରୀ ଜୀବନର କଥା, ପ୍ରଭାତର ଚାକିରି ଜାଗାର କଥା ଘଣ୍ଟା ଘଣ୍ଟା ଧରି ଗପୁଥିଲେ। ଆଉ ଗୋଟିଏ ମନ, ଗୋଟିଏ ପ୍ରାଣ ହୋଇ ତିଆରି କରୁଥିଲେ ତାଙ୍କ ଭବିଷ୍ୟତର ଯୋଜନାମାନ। ରାତି ପାହି ସକାଳ ହେଲେ ସୂଚନା ତଳକୁ ଆସି ସୁନା ବୋହୂଟିଏ ପାଲଟି ଯାଉଥିଲା। ସଧୀର ପଦପାତରେ ଚଟାଣରେ ସତେଅବା ପଦ୍ମ ଫୁଟାଉଥିଲା। ଶାଶୁ ତାର ତାକୁ ଦେଖି ଛଳ ଛଳ ଖୁସିରେ ଯେମିତି ନଈଟିଏ ହୋଇ ବହି ଯାଉଥିଲେ। ଶ୍ୱଶୁର ଥିଲେ ସ୍ଥିର, ଉଦାର ତଥା ବ୍ୟକ୍ତିତ୍ୱ ସମ୍ପନ୍ନ। ତାଙ୍କ ଗମ୍ଭୀର ମନର ପରିପ୍ରକାଶ କରିବା କଦବା କ୍ୱଚିତ୍ ହେଉଥିଲା। ଶାଶୁଙ୍କ ସହ ତାଙ୍କ କଥାବାର୍ତ୍ତାରୁ ଜଣାପଡ଼ୁଥିଲା ଗାଁରୁ ଆଣିଥିବା ସୁନ୍ଦରୀ ଶିକ୍ଷିତା ବୋହୂଟି ଗୁଣରେ ବି ତାଙ୍କୁ ମୁଗ୍ଧ କରିଛି। ଶେଷ ଥର ଗଲାବେଳେ ପ୍ରଭାତ କହିଯାଇଥିଲେ, ଆଉ ଥରେ ଆସିଲା ବେଳେ ଘର ଠିକ୍ କରି ଆସିଥିବି, ସୂଚନାକୁ ସାଙ୍ଗରେ ନେଇଯିବି। ପ୍ରଭାତ ନଥିଲା ବେଳେ ସୂଚନା ଛାତ ଉପରେ ଚନ୍ଦ୍ରାତପ ତଳେ ବିରହିଣୀ ଚକୋରୀ ପରି ଉଦାସ ପଦଚାରଣ କରୁ କରୁ ସେଇ କଥା ଭାବି ଭାବି ସେ ଦିନମାନଙ୍କରେ ଉଲ୍ଲସିତ ହୋଇ ଉଠୁଥିଲା। ଏତେ ସମ୍ଭାର ଭିତରେ ସୂଚନା ଆଉ ଦୁଃଖୀ ହେଲା କେତେବେଳେ ଯେ ବାପାଙ୍କୁ ଦୋଷ ଦେବ ସେଠି ବାହାଘର କଲେ ବୋଲି। ଆଉ ଯେଉଁଦିନ ସେହି ମର୍ମନ୍ତୁଦ ଖବର ନେଇ ଟେଲିଗ୍ରାମଟି ପହଞ୍ଚିଥିଲା, ସେତେବେଳେ ସୂଚନା 5 ଦିନ ତଳେ ପାଇଥିବା ପ୍ରଭାତଙ୍କର ଚିଠି ସହିତ ପୂର୍ବପ୍ରାପ୍ତ ଚିଠିଗୁଡ଼ିକର ପୁନଃ ପଠନରେ ବ୍ୟସ୍ତ ଥିଲା।
କାରଣ ପ୍ରଭାତ ଘର ଠିକ୍ କରିସାରିଥିଲେ ବୋଲି ଲେଖିଥିଲେ ଏବଂ ଏଥର ଗଲେ ତାଙ୍କୁ ସାଙ୍ଗରେ ନେଇ ଆସିବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ତେଣୁ ସେ ସବୁ ଚିଠିକୁ ଏକାଠି କରି ରଖୁଥିଲା ସାଙ୍ଗରେ ନେଇଯିବା ପାଇଁ। ଆଉ ଏମିତି କିଏ ଅଛି ପ୍ରିୟତମର ଚିଠିଟି ହାତରେ ଧରି ଆଖି ନ ପକାଇବ? ଠିକ୍ ସେତିକିବେଳେ ଶାଶୁଙ୍କର ଚିତ୍କାର ଶୁଣି ସେ ତରତରରେ ତଳକୁ ଚାଲି ଆସିଥିଲା। ତା ପରଠୁ ସେଇ କେତେଟା ଦିନ ତା ମନ ଆଉ ବାହ୍ୟ ଜଗତ ଭିତରେ ନଥିଲା। ତାକୁ ନେଇ କ'ଣ କ'ଣ ସବୁ ହେଲା ସେ କିଛି ବି ଜାଣିପାରି ନଥିଲା। ଗୋଟେ ଘୂର୍ଣ୍ଣିଝଡ଼ ପ୍ରବଳ ବେଗରେ ବହିଯାଇ ଘରଟିକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଲା। ଏତେ ଦୁଃଖରେ ବି କ'ଣ ସୂଚନା ଅନୁତାପ କରିଛି ପ୍ରଭାତଙ୍କୁ ବାହା ହୋଇଥିଲା ବୋଲି? ନା, ଫୁରୁସତ ହିଁ ନାହିଁ। ଆଗରୁ ପ୍ରଭାତଙ୍କ ସ୍ମୃତି ତା ମନରେ ଏକ ହାଲକା ପ୍ରଲେପ ଦେଇ ତାକୁ ଉତ୍ଫୁଲ୍ଲିତ କରୁଥିଲା। କିନ୍ତୁ ଏବେ ପ୍ରଭାତଙ୍କର ସ୍ମୃତି ତାକୁ ଜାବୁଡ଼ି ଧରି ଅଣାୟତ୍ତ କରିଦେଉଛି। ସମସ୍ତେ କହୁଛନ୍ତି ପ୍ରଭାତ କଥା ବେଶୀ ମନେ ପକାଇ କଷ୍ଟ ପାଆନା। ହେଲେ ତାର ନୀରବ ଚାହାଣୀ କହୁଛି, ମନରୁ ଗଲେ ସିନା ମନେ ପକାଇବି, ସେ ତ ସବୁବେଳେ ମୋ ମନକୁ ଆଚ୍ଛନ୍ନ କରି ରହିଛନ୍ତି। ସୂଚନା ଆଗରେ ସମସ୍ତେ କହିଥିଲେ ତାକୁ କୁଆଡ଼େ ବହୁତ ଟଙ୍କା ମିଳିବ, ଚାକିରି ମିଳିବ। ସେ କିନ୍ତୁ ସ୍ପଷ୍ଟ କରିଦେଇଥିଲା ଏସବୁ ସେ ଗ୍ରହଣ କରିବନି। ଦୂରଦୃଷ୍ଟି ସମ୍ପନ୍ନ ଶ୍ୱଶୁର ବୁଝାଇଥିଲେ, ଦେଖ ମା, ଏସବୁ ତୋତେ ଭବିଷ୍ୟତରେ ସାହାଯ୍ୟ କରିବ। ମୋ କଥାକୁ ଭୁଲ ବୁଝିବୁନି। ମଣିଷର ମୂଲ୍ୟ ଥାଉ କି ନଥାଉ, ଟଙ୍କାର ମୂଲ୍ୟ ନିଶ୍ଚୟ ଅଛି। ଜଣଙ୍କର ବିଧବା ପତ୍ନୀକୁ କେହି ଗ୍ରହଣ କରିବାକୁ ଆଗ୍ରହୀ ନହେଲେ ବି ଏତେ ଟଙ୍କା ଆଉ ଚାକିରିର ଅଧିକାରିଣୀକୁ ନିଶ୍ଚୟ କେହି ଗ୍ରହଣ କରିବ ଏବଂ ସେ ସତ୍ପାତ୍ରର ବ୍ୟବସ୍ଥା ମୁଁ ତୋ ପାଇଁ କରିବି। ଶ୍ୱଶୁରଙ୍କ କଥା ସରୁ ନ ସରୁଣୁ ଟିକେ ଅଧିକା ଉଚ୍ଚସ୍ୱରରେ ସୂଚନା କହିଉଠିଲା, ବାପା, ଅସମ୍ଭବ, ସମ୍ପୂର୍ଣ୍ଣ ରୂପେ ଅସମ୍ଭବ। ତଥାପି ଶ୍ୱଶୁର ଅଟଳ, ନାଇଁ ଝିଅ, ତୁ ସଂସାରକୁ ଜାଣିନୁ। ମୁଁ କହୁନାହିଁ ଯେ ମୋ ସମ୍ପତ୍ତି ତୋ ଚଳିବା ପାଇଁ ଯଥେଷ୍ଟ ନୁହେଁ। କଥା ହେଉଛି ତୋତେ ଚଳାଇବା ପାଇଁ ଏ ସଂସାରରେ କିଛି ବି ଯଥେଷ୍ଟ ନୁହେଁ। ସେଥିପାଇଁ କେବଳ ଆଉ ଗୋଟିଏ ପ୍ରଭାତ ହିଁ ଆବଶ୍ୟକ। ଆଉ କିଛି ଦିନ ପରେ ତୁ ଏହା ବୁଝିପାରିବୁ ମା। ସୂଚନାକୁ ସେହି ଆଉ କିଛି ଦିନ ଶାଶୁଘରେ ଅପେକ୍ଷା କରିବାକୁ ପଡ଼ିଲାନି। ଯଥାଶୀଘ୍ର ତା ବାପା ପହଞ୍ଚି ଯାଇଥିଲେ ତାକୁ ନେଇ ଆସିବା ପାଇଁ। ସୂଚନାର ଶାଶୁ, ସେ କ'ଣ ଏସବୁର ନୀରବ ଦର୍ଶକ ଥିଲେ? ନା, ସେ ଆଉ ତାଙ୍କ ହିତାହିତ ଜ୍ଞାନର ପରିସର ଭିତରେ ନଥିଲେ, ଯନ୍ତ୍ରବତ୍ ଚଳୁଥିଲେ। ହେଲେ ସବୁଠାରୁ ଅଚଳ ଯାହା ଥିଲା ତାହା ହେଲା ସୂଚନାକୁ ଦେଖିଲା ମାତ୍ରେ ହିଁ ପୁଅର ମୃତ୍ୟୁର ଦୁଃଖାଗ୍ନି ତାଙ୍କ ହୃଦୟରେ ସହସ୍ର ଶିଖା ହୋଇ ଜଳି ଉଠୁଥିଲା ଏବଂ ସେ ସୂଚନାକୁ ଭୀଷଣ ଗାଳି ଦେଉଥିଲେ, ଯାହାକି ଏକ ପୁତ୍ର ପାଗଳିନୀର ପ୍ରଳାପର ରୂପ ଧାରଣ କରୁଥିଲା। ସୂଚନା ଶାଶୁଙ୍କର ଏହି ମର୍ମ ବେଦନାକୁ ବୁଝି ଅଧୀର ହୋଇପଡ଼ୁଥିଲା। ତାଙ୍କ ପାଖେ ପାଖେ ରହି ସେ ଦୁଃଖକୁ ଲାଘବ କରିବାକୁ ପ୍ରାଣପଣ ଚେଷ୍ଟା କରୁଥିଲା, କିନ୍ତୁ ଫଳ ଆହୁରି ବିଷମ ହୋଇପଡ଼ୁଥିଲା। ଶାଶୁ ସେ ଘରେ ସୂଚନାର ଅସ୍ତିତ୍ୱ ଆଦୌ ସହ୍ୟ କରିପାରୁନଥିଲେ। ଶେଷରେ ସୂଚନା ନିଜ ଅନିଚ୍ଛା ସତ୍ତ୍ୱେ ବାପାଙ୍କ ସଙ୍ଗେ ଗାଁକୁ ଚାଲି ଆସିଲା। ପହଞ୍ଚି ଜାଣିପାରିଲା ପ୍ରଭାତଙ୍କ ସ୍ମୃତିକୁ ଏଠି ସେ ଧରି ରଖିପାରୁନି। ତାଠାରୁ ଦୂରେଇ ଯାଇ ସେ ଯେମିତି କେଉଁଠି ଲୁଚି ଯାଉଛନ୍ତି। କାରଣ ଏଠି ସେ ପ୍ରଭାତ ସହିତ ଚଳପ୍ରଚଳ ହୋଇନି। ଏଠି ତାଙ୍କର ଉପର ଘର ବେଡରୁମ୍ ନାହିଁ, ଖୋଲା ଛାତରେ ସେ ସିମେଣ୍ଟ ବେଞ୍ଚ ନାହିଁ କି କୁଣ୍ଡରେ ସଜା ହୋଇଥିବା ଫୁଲ ଗଛ ନାହିଁ। ସର୍ବୋପରି ସେଠାକାର ନୀରବ ଆବହାୱା ବି ନାହିଁ। ତେବେ ସେ କ'ଣ ଏତେ ସହଜରେ ପ୍ରଭାତକୁ ଭୁଲିଯିବ? ଅସମ୍ଭବ। ସେ ତା ମନକୁ ଆହୁରି ବେଶୀ ଜୋରରେ ପ୍ରଭାତର ସ୍ମୃତି ସହିତ ବାନ୍ଧିଦେଲା। ସେଥିପାଇଁ ସେ ଆଗଠାରୁ ଅଧିକ ଚୁପଚାପ ହୋଇଗଲା। କ୍ୟାଲେଣ୍ଡରରୁ ଆହୁରି 5ଟି ପୃଷ୍ଠା ପୁରୁଣା ହୋଇ ଛିଣ୍ଡା ହୋଇଗଲାଣି। ଧୀରେ ଧୀରେ ବାପାଙ୍କୁ ଛାଡ଼ିଦେଇ ପରିବାରର ଅନ୍ୟମାନେ ସହଜ ହୋଇ ଆସିଲେଣି। ବାପା ବୋଧେ ଏବେ ବି ଅନୁତାପର ନିଆଁରେ ଜଳୁଛନ୍ତି, ଅଥବା ଏମିତି ଚଳିବାକୁ ପଡ଼ିବ ଭାବି ଦୁଃଖରେ ରହିଛନ୍ତି। ଭାଇ କିନ୍ତୁ ତାର ଚାକିରି ପାଇଁ ଭାରି ଲାଗିଛନ୍ତି। ବୋଉ ବି ଛି କରିଦେଇଥିବା ଦାୟିତ୍ୱଗୁଡ଼ିକୁ ଗୋଟିଏ ଗୋଟିଏ ଆଦରିଲାଣି। ଆଉ ଭାଉଜ ତ ଉଦାହରଣ ଦେବାକୁ ଆରମ୍ଭ କଲେଣି। ତାଙ୍କ ଜଣାଶୁଣାରେ କେଉଁ ଝିଅ ଏମିତି ପରିସ୍ଥିତିରେ ଆଉଥରେ ବାହା ହୋଇ କେତେ ସୁଖରେ ଘର ସଂସାର କରୁଛି? ଏଠି ଯଦି ସମସ୍ତେ ଚାହିଁବେ ତେବେ ତାଙ୍କ ନଜରରେ ପାତ୍ରର ଅଭାବ ମଧ୍ୟ ନାହିଁ। ବୋଉ ଅତ୍ୟନ୍ତ ଆଗ୍ରହରେ ସେ କଥା ଶୁଣୁଛି। ଅନେକ ଆଶା ନେଇ ଭାଉଜଙ୍କ ଆଖିରୁ ପଲକ ନ ହଟେଇ ପଚାରୁଛି, ସେ ପୁଅର ପରିବାର ଲୋକ କ'ଣ ବିଧବା କନ୍ୟାକୁ ବୋହୂ କରିବାକୁ ରାଜି ହେବେ ବୋହୂ? ଭାଉଜ ଆହୁରି ଉତ୍ସାହିତ ହୋଇ କହୁଛନ୍ତି, ନିଶ୍ଚୟ ରାଜି ହେବେ। ତାଙ୍କ ବେକାର ପୁଅ ପାଇଁ କନ୍ୟାଟି ସହିତ ଏତେଗୁଡ଼ିଏ ଟଙ୍କା ଯେ ମିଳିବ। ହଁ, ଭାଉଜ ଅତି ବେଶୀରେ ବେକାର ପାତ୍ର ହିଁ ଯୋଗାଡ଼ କରିଦେଇ ପାରିବେ। କାରଣ ତାଙ୍କ ଭାଷାରେ ଯୋଗ୍ୟ ପାତ୍ରଟିରେ ବାପା ମା କାହିଁକି ନିଜ ପୁଅକୁ ବିଧବା ବୋହୂଟି ପାଖରେ ସମର୍ପି ଦେବେ? ଶ୍ୱଶୁର ବି ଏଇ ଟଙ୍କାର ମୂଲ୍ୟ କଥା କହୁଥିଲେ, କିନ୍ତୁ ସେଥିରେ କେତେ ଆପଣାପଣ ଥିଲା। ହେଲେ ଆଜି ଭାଉଜଙ୍କ କଥାରେ
ସତେ ଯେମିତି ପତିତ ଉଦ୍ଧାର ପରି ଗୋଟିଏ ବିରାଟ ପୁଣ୍ୟ କାମ କରି ବାହାଦୁର ନେବାର ଅହଙ୍କାର ବାରି ହୋଇ ପଡ଼ୁଥିଲା। ସୂଚନା ପକ୍ଷେ ଏସବୁ ଅସହ୍ୟ ହେଉଥିଲା। ସେ ସମୟକ୍ରମେ ନିଜ ବିଚାରରେ ନିଜକୁ ଦୃଢ଼ କରୁଥିଲା। ହଠାତ୍ ଦିନେ ସୂଚନାର ବଡ଼ ଭାଇ ଭଲ ଏବଂ ମନ୍ଦ ଦୁଇଟି ଖବର ନେଇ ଘରକୁ ଆସିଲେ। ପ୍ରଥମଟି, ସୂଚନାର ଚାକିରି ହୋଇଯାଇଛି। ଦ୍ୱିତୀୟଟି, ତା ଶ୍ୱଶୁରଙ୍କର ହାର୍ଟ ଷ୍ଟ୍ରୋକ୍ ହୋଇ ନର୍ସିଂହୋମରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ପ୍ରଥମ ସମ୍ବାଦଟି ସମସ୍ତଙ୍କୁ ଖୁସିରେ ଆଶ୍ୱସ୍ତ କଲାବେଳେ ଦ୍ୱିତୀୟଟି ପ୍ରତି ପ୍ରତ୍ୟେକ ନିଷ୍ପୃହ ରହିଲେ। ନିଶ୍ଚିତ ଭାବି ଦେଇଛନ୍ତି ସୂଚନାର ଆଉ ତାଙ୍କ ଘର ସଙ୍ଗେ ସମ୍ପର୍କ ନାହିଁ। କିନ୍ତୁ ସୂଚନାର ହୃଦୟ ଇଲାକାରେ ଏବେ ବି ପ୍ରଭାତ ପୂର୍ବ ପରି ଆତଯାତ ହେଉଛନ୍ତି। ତେବେ ତାହାର ଭାଙ୍ଗି ପଡ଼ିଥିବା ଶ୍ୱଶୁର, ତାଙ୍କ ବିହୁନେ ପୁତ୍ର ପାଗଳିନୀ ଶାଶୁ କେମିତି ତା ପାଇଁ ପର ହେବେ? ନୀଡ଼କୁ ଫେରୁଥିବା ପକ୍ଷୀ ପରି ସୂଚନାର ମନଟା ରାତିସାରା ଉଚ୍ଚାଟ ହେଲା। ବାପଘରର ସମସ୍ତଙ୍କ ପାଇଁ ମଧ୍ୟ ମନଟା କିଛି କମ୍ ଛଟପଟ ହେଲାନି। ହେଲେ ସେ ନିରୁପାୟ। ପରଦିନ ସକାଳୁ ଉଠି ଗାଧୋଇ ପାଧୋଇ ପ୍ରସ୍ତୁତ ହୋଇଗଲା। ଆଟାଚିରେ ଲୁଗାପଟା ଦିଖଣ୍ଡ ଏବଂ ନିହାତି ଦରକାରୀ ଜିନିଷ କିଛି ସଜାଡ଼ି ଦେଇ ଭାଇଙ୍କୁ କହିଲା ଟ୍ୟାକ୍ସିଟିଏ ଯୋଗାଡ଼ କରିଦେବାକୁ। ବାପାଙ୍କୁ ଅନୁରୋଧ କଲା ତାକୁ ଟିକେ ଶାଶୁଘରେ ଛାଡ଼ି ଦେଇ ଆସିବାକୁ। ବୋଉ ଆଖିର ଲୁହକୁ ନିଜ ଶାଢ଼ି କାନିରେ ପୋଛିଦେଇ ମନ ଦୁଃଖ ନ କରିବାକୁ ବୁଝାଇଲା। ଭାଉଜଙ୍କ କାନ୍ଧରେ ହାତ ପକାଇ ହସି ହସି ବିଦାୟ ମାଗିଲା। ଶେଷରେ ନିଜ ମନକୁ ଅଧିକ ଦୃଢ଼ କରି ବାହାରି ପଡ଼ିଲା ସେଦିନର ପ୍ରବଳ ଘୂର୍ଣ୍ଣିଝଡ଼ରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିବା ଘରଟିକୁ ମଜବୁତ କରି ଠିଆ କରିବାକୁ। ଧନ୍ୟବାଦ।